ସମସ୍ୟା को किभଳି ସୁଯୋଗରେ ପରିଣତ କରାଯାଏ ଏହି ଘଟଣାରେ ହେଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ। ନଦୀ ନାଳ ପୁଷ୍କରିଣୀରେ ଜଳକୁମ୍ଭୀ ଦଳ ପ୍ରାୟତଃ ଦୃଷ୍ଟିଗୋଚର ହୋଇଥାଏ, ଯାହାକି ଜଳକୁ ନଷ୍ଟ କରି ବ୍ୟବହାର ଅନୁପଯୋଗୀ କରିଥାଏ। ଏହି ବିଷାକ୍ତ ଦଳ ଜଳ ମଧ୍ୟରୁ ଅଧିକ ମାତ୍ରାରେ ଅମ୍ଳଜାନ ଶୋଷଣ କରି ଜୀବଜଗତର କ୍ଷତି ପହଞ୍ଚାଇଥାଏ। ଏହି ସମସ୍ୟାକୁ ନେଇ ତାମିଲନାଡୁ ତିରୁଚିନ୍ନାପଲ୍ଲୀ ବାସିନ୍ଦା ପରିବେଶବିତ୍ ସୁସ୍ମିତା କ୍ରିଷ୍ଣନଙ୍କ ମନରେ ଏକ ଅଭିନବ ଚିନ୍ତାଧାରା ଉଦ୍ରେକ ହେଲା। ପାଣିରେ ଦ୍ରୁତଗତିରେ ବ୍ୟାପୁଥିବା ଏହି ଦଳର ବ୍ୟବହାର କରି ପରିବେଶ ଉପଯୋଗୀ ଦ୍ରବ୍ୟ ତିଆରି କରାଯାଇପାରିବ କି? ପରିବେଶ ସନ୍ତୁଳନ ରକ୍ଷା କରି ବିଭିନ୍ନ ଚାହିଦା ପୂରଣ କ୍ଷେତ୍ରରେ ସୁସ୍ମିତା କ୍ରିଷ୍ଣନ ହାମବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ବୋଦସାନୀଙ୍କ ସହ ଜଳକୁମ୍ଭୀ ଦଳରୁ କାଗଜ ପ୍ରସ୍ତୁତି ସମ୍ପର୍କରେ ଗବେଷଣା ଜାରି ରଖିଥିଲେ। ପ୍ରଥମେ ଦଳକୁ ମଣ୍ଡରେ ପରିଣତ କରାଯାଇ ଭଲ ଭାବେ ସଫା କରାଯାଇ ଏକ ସ୍ୱତନ୍ତ୍ର ମେସିନ୍ ଦ୍ୱାରା ବିଶେଷ ପ୍ରକାରର କାଗଜ ପ୍ରସ୍ତୁତ କରାଯାଇଥାଏ। ଗ୍ରୀସ୍ ପ୍ରୁଫ୍ କାଗଜ ପ୍ରସ୍ତୁତିରେ ସାଧାରଣତଃ ସିଲିକା କୋଟିଂ ବ୍ୟବହାର କରାଯାଇଥାଏ, ଯାହାକି ଖର୍ଚ୍ଚବହୁଳ ଓ ସମୟ ସାପେକ୍ଷ ହୋଇଥାଏ। ତିରୁଚିନ୍ନାପଲ୍ଲୀ ନ୍ୟାସନାଲ୍ ସ୍ୱୟଂଶାସିତ ମହାବିଦ୍ୟାଳୟରେ କାର୍ଯ୍ୟରତ ପରିବେଶବିତ୍ ସୁସ୍ମିତା କ୍ରିଷ୍ଣନ ଛାତ୍ରଛାତ୍ରୀଙ୍କ ସହ ଅନୁଷ୍ଠାନର ପ୍ରୟୋଗଶାଳାରେ ଏହି ବିଶେଷ ଗ୍ରୀସ୍ ଫ୍ରି କାଗଜ ପ୍ରସ୍ତୁତି କାର୍ଯ୍ୟ ଚଳାଇଛନ୍ତି। ଜଳାଶୟରୁ କ୍ଷତିକାରୀ ଜଳକୁମ୍ଭୀ ଦଳ ବାହାର କରି ବ୍ୟବହାରରେ ଲଗାଇବା ସହିତ ପାଣିକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଏହି ନବସୃଜନ ଗବେଷଣା ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି।